ଛି 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 ଏମିତି ଅଯୋଗ୍ୟ ସରକାର ପିଲାଙ୍କୁ ପିଟୁଛନ୍ତି। ମାନେ ପିଲାଙ୍କୁ ପିଟୁଛନ୍ତି, ପିଲାମାନେ ଶାନ୍ତିପୂର୍ଣ୍ଣ ପ୍ରୋଟେଷ୍ଟ କରୁଛନ୍ତି, ପିଲାଙ୍କୁ ପିଟୁଛନ୍ତି। ଛି 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 ଏମିତି ଅଯୋଗ୍ୟ ଶିକ୍ଷାମନ୍ତ୍ରୀ ଆମର ଅଛି ଆମ ଦେଶରେ, ବିଶ୍ୱାସ କରିହେଉନି। ଛି ମାନେ ଆଜି ଭାବନ୍ତୁ, ଆଜି ସମସ୍ତେ ଯନ୍ତର ମନ୍ତର ପାର୍ଲାମେଣ୍ଟ ଗଲାବେଳେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି, କିନ୍ତୁ ସରକାର ପୋଲିସ ମାନଙ୍କୁ ଲଗାଇ ଦେଇକି ସମସ୍ତଙ୍କୁ ଏମିତି ପିଟୁଛନ୍ତି ଆପଣ ବିଶ୍ୱାସ କରିବେନି। ମାନେ ମା ଭଉଣୀ ଗାଳି ଦେଉଛନ୍ତି, ପିଟୁଛନ୍ତି, ମାନେ ଲୋକଙ୍କୁ ରକ୍ତାକ୍ତ କରି ପକାଇଛନ୍ତି। ଆଜି ସେମାନେ ଏତେ ଜୋରେ ପିଟୁଛନ୍ତି। ମାନେ ସରକାର ଗୋଟେ ଏକ୍ଜାମ ପେପର ଲିକ୍ ଅଟକାଇ ପାରୁନାହିଁ, କିନ୍ତୁ ପିଲାମାନଙ୍କୁ ପିଟିବା ପାଇଁ ସବୁ ବ୍ୟବସ୍ଥା କରିପାରୁଛନ୍ତି ଏ ସରକାର ଆମର। ନା ଆମେ ଆଜି ପର୍ଯ୍ୟନ୍ତ ବୁଝିପାରୁନେ ଏମିତି ଅଯୋଗ୍ୟ ଶିକ୍ଷାମନ୍ତ୍ରୀକୁ ସରକାର କାହିଁକି ବଞ୍ଚୁଛନ୍ତି। ଆପଣମାନେ କୁହନ୍ତୁ, ଯେତେ ଦିନ ଇଏ ଶିକ୍ଷାମନ୍ତ୍ରୀ ହେଇଛନ୍ତି କ'ଣ ଶିକ୍ଷା ପାଇଁ କରିଛନ୍ତି ମୋତେ ଟିକେ କହିଲେ? କିଛି କରିନାହାନ୍ତି। ଖାଲି ସବୁବେଳେ ଆସିବେ, ଆଉ ଥରେ ଭାଷଣ ଦେବେ, ବାସ୍ ପଳେଇଯିବେ। ଶିକ୍ଷା ପାଇଁ କିଛି କରିନାହାନ୍ତି। ଏଇଟା ହେଉଛି ପ୍ରମାଣ ହେଇଛି ଆଜି ପର୍ଯ୍ୟନ୍ତ। ନିଟ୍ ଏକ୍ଜାମ ପେପର ଲିକ୍ ହେଲା ବୋଲି କେତେ ପିଲା ସୁଇସାଇଡ୍ କରି ମରିଗଲେ, ହେଲେ ସରକାର କିଛି ଫରକ ପଡ଼ିଲା କି? କିଛି ଫରକ ପଡ଼ିନି ଆମ ସରକାରର। ଆପଣ ମରନ୍ତୁ, ଯାହା କରନ୍ତୁ, ଏକ୍ଜାମ ଲିକ୍ ବଞ୍ଚେଇ ପାରୁନାହାନ୍ତି, କିନ୍ତୁ ପିଲାଙ୍କୁ ପିଟୁଛନ୍ତି ଏମାନେ ସବୁ। ଆମ ଦେଶ ଆଉ କହିଲା ଗଲେ ଗଣତନ୍ତ୍ର ହେଇକି ନାହିଁ। ଆପଣ ଯଦି ପ୍ରଶ୍ନ ପଚାରିବେ, ଆପଣଙ୍କୁ ଉଲ୍ଟା ପିଟିବେ, ଆଉ କହିବେ ଆଣ୍ଟି ନ୍ୟାସନାଲ, ପାକିସ୍ତାନ ଯାଅ। ଏମିତି ଆମ ସରକାର। ଆମର ମାନନୀୟ ପ୍ରଧାନମନ୍ତ୍ରୀ ଯେତେବେଳେ ଆଜି ସମସ୍ତେ ଯାଉଥିଲେ ପାର୍ଲାମେଣ୍ଟକୁ, ଭାବନ୍ତୁ ସେ ପାର୍ଲାମେଣ୍ଟ ଛାଡ଼ି ପଳାଇଗଲେ। ଏତେ ସାହସୀ, ଇଏ ସବୁବେଳେ ନିଜ ମନ କି ବାତ କରିବେ। ଏତେ ଶହ ଶହ ପିଲା ଯାଇଛନ୍ତି, ତାଙ୍କ କଥା ଶୁଣିବେ ନାହିଁ। ପାର୍ଲାମେଣ୍ଟ ପଛପଟ ଦେଇ ଗାଡ଼ିରେ ବସି ପଳେଇଛନ୍ତି। ଏତେ ଛପନି ଛାତି ଆଙ୍କର, ଭାବନ୍ତୁ। ଖାଲି କହିବେ ଆମେ ବିଶ୍ୱଗୁରୁ, ଖାଲି ଭାଷଣ ଦେବେ ଆମେ ବିଶ୍ୱଗୁରୁ, ଆମେ 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 ଏସା ଆମେ ତେସା। କିନ୍ତୁ ପିଲାମାନେ ଏଦିନ ହେଲାଣି ଗୋଟେ ପ୍ରୋଟେଷ୍ଟ କରୁଛନ୍ତି, କିଛି କଥାବାର୍ତ୍ତା କରୁଛନ୍ତି? କିଛି କଥାବାର୍ତ୍ତା କରୁନାହାନ୍ତି। ଉଲ୍ଟା ପାର୍ଲାମେଣ୍ଟରୁ ଗାଡ଼ିରେ ବସି ପଳାଉଛନ୍ତି ଗେଟ୍ ପଛପଟ ଦେଇକି। ମାନେ ଆମେ ସରକାରକୁ ଭୋଟ ଦେଇଥିଲେ, ଏବେ ବୁଝିପାରୁଛେ କ'ଣ ଭୁଲ ହେଇଛି। ଆପଣ କିଛି ପଚାରି ପାରିବେନି, ସରକାର ସବୁ ଭୁଲ କରିବ। ଆପଣ ଯଦି କିଛି କରିବେ, ଉଲ୍ଟା ଆପଣଙ୍କ ଭିଡ଼ିଓ ବ୍ଲକ୍ କରିବେ, ପିଟିବେ ଆପଣଙ୍କୁ। ଆମ ଏଇ ସରକାର, ଏହା ହେଉଛି ଆମ ସରକାର ଅସଲିୟତ। ଆପଣ ଜାଣି ରଖନ୍ତୁ।